देवादेवीଙ୍କ ମନ୍ଦିରକୁ ଚୋରମାନେ ଟାର୍ଗେଟ କରି ଆସି ସିରି ଚୋରି କରି ମାରିଛନ୍ତି ଚମ୍ପଟ। ଗୋଟିଏ ରାତିରେ ଏକାଥରକେ 5ଟି ମନ୍ଦିରରୁ ଚୋରି କରିଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ପଦ୍ମପଡ଼ା ଗ୍ରାମର ହରିସହଦେବ, ନେତପୁର ଗ୍ରାମର ଗେଲବାଇ ମନ୍ଦିର, ମାଳିସାହି ଗ୍ରାମର ବିମଳା ମନ୍ଦିର ଓ ନାରାୟଣୀ ମନ୍ଦିର ସହିତ ନାଗପୁର ଗ୍ରାମର ମହାବୀର ସେବାଶ୍ରମ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମେତ ଠାକୁରଙ୍କ ଅଳଙ୍କାର ଲୁଟିଛନ୍ତି। ତେବେ 2 ଦିନ ତଳେ ଅଢେଙ୍ଗେଇ ମନ୍ଦିରରୁ ଚୋରି ହୋଇଥିଲା। ଆଉ ଗତକାଲି ବିଳମ୍ବିତ ରାତିରେ 5ଟି ମନ୍ଦିରରୁ ହୋଇଛି ଚୋରି। ସେପଟେ ଗୋପ ପୁଲିସ ଅଢେଙ୍ଗେଇ ମନ୍ଦିର ଚୋରି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେହି ମନ୍ଦିର ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ 3 ଜଣ ଚୋରଙ୍କ ପାଖରେ ପହଞ୍ଚି ପାରିନି ପୁଲିସ। ହେଲେ ପୁଣି 5ଟି ମନ୍ଦିରରୁ ସୁନା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ, ଯାହା ପୁଲିସଙ୍କୁ ଦୁର୍ବୃତ୍ତମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଥିବା ଜଣାପଡୁଛି। ଖବର ପାଇ ଗୋପ ପୁଲିସ ଚୋରି ହୋଇଥିବା 5ଟି ମନ୍ଦିରରେ ପହଞ୍ଚି ତଦନ୍ତ କରୁଥିବା ଦେଖାଯାଇଛି। ସବୁ ଜିନିଷ ପତ୍ର ଘଣ୍ଟା ଘଣ୍ଟି କରି କଣ ନେଇଛନ୍ତି ପାଳି ପଡିଛି।